গত 2-3 ଯୋଉ ଲଗାଣ ବର୍ଷାରେ ଝାରସୁଗୁଡା ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହେଇଛି। ବିଶେଷ କରି ଝାରସୁଗୁଡା ବିଧାନସଭା ଅଞ୍ଚଳରେ ଯଦି ଦେଖିବା ଲଇକରା ବ୍ଲକରେ ପାଖାପାଖି 6ଟି ବନ୍ଧ ଭାଙ୍ଗି ଯାଇଛି ଏବଂ ୱାର୍କସ ଡିପାର୍ଟମେଣ୍ଟର ପିଡବ୍ଲ୍ୟୁଡି ଡିପାର୍ଟମେଣ୍ଟର 3ଟି ବ୍ରିଜ, ଆରଟି ର 2ଟି ବ୍ରିଜ, 3ଟା-4ଟା ରାସ୍ତା ସମ୍ପୂର୍ଣ୍ଣ ଭାବରେ ଧୋଇ ହେଇଛି। ତାର ଆପ୍ରୋଚ ସବୁ ଭାଙ୍ଗି ଯାଇଛି। କିରମିରା ବ୍ଲକର ପାଖାପାଖି 19ଟା ବନ୍ଧ ଭାଙ୍ଗି ଯାଇଛି ଏବଂ ଯୋଉଥିରେ ଚାଷୀ ମାନଙ୍କର ବ୍ୟାପକ କ୍ଷୟକ୍ଷତି। ଠିକ ସେଇଭଳି ଭାବରେ ଟାଉନରେ ଝାରସୁଗୁଡା ସହରରେ ମଧ୍ୟ ଯୋଉ ପୁରୁଣା ବସ୍ତିର ସବୁଠୁ ବଡ କଣ୍ଟାଟି ତା ମଧ୍ୟ ଭାଙ୍ଗି ଯାଇଛି। ଜିଲ୍ଲା ପ୍ରଶାସନ ଏବଂ ସରକାର ତତ୍ପର ଅଛନ୍ତି। ଗତକାଲି ସମସ୍ତ ସରକାରୀ ଅଧିକାରୀ ଏବଂ ମୁଁ ନିଜେ ମଧ୍ୟ ଆମେ ସମସ୍ତେ ଫିଲ୍ଡରେ ଥିଲୁ ସକାଳୁ ପୁରା ରାତି ଯାଏ ଏବଂ ରିଷ୍ଟୋରେସନ କାମ ଜାରି ରହିଛି। ଆଜି ସନ୍ଧ୍ୟା ସୁଦ୍ଧା ଯେତେ ବନ୍ଧ ମୁଣ୍ଡା ବଣ୍ଟା ଯାହା ଯାହା ଭାଙ୍ଗିଛି ସବୁ ଜାଗାରେ ବାଲି ବସ୍ତା ପକେଇ ମାଟି ପକେଇ ତାକୁ କିଭଳି ଭାବରେ ବନ୍ଦ କରାଯିବ ତା ପାଇଁ ବ୍ୟାପକ ଯୋଜନା ହେଇଛି। ଆଜି ଜିଲ୍ଲାପାଳଙ୍କ ସମେତ ସମସ୍ତ ଜିଲ୍ଲାର ଅଧିକାରୀ ମାନେ ଥିଲେ ଏବଂ ସେ କାମ ତ୍ୱରିତ ଗତିରେ ଆରମ୍ଭ ହୋଇଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ମ୍ୟାକ୍ସିମମ୍ ସରିଯିବ। ଠିକ ସେଇଭଳିଆ ଭାବରେ ଯୋଉଠି ରାସ୍ତା ସମ୍ପୂର୍ଣ୍ଣ ଭାବରେ କଟ ଅଫ୍ ହେଇଯାଇଛି ତାକୁ ମଧ୍ୟ ରିଷ୍ଟୋରେସନ କାମ ଚାଲିଛି।